ବନ୍ଧୁ ସମୁଦ୍ର ସମସ୍ତଙ୍କ ପାଇଁ ସମାନ ହୋଇଥାଏ, କିନ୍ତୁ ଫରକ ଏତିକି ଥାଏ କିଛି ଲୋକ ସେଥିରେ ମୋତି ଖୋଜନ୍ତି ତ ଆଉ କିଛି ଲୋକ ମାଛ ଖୋଜନ୍ତି। କିଛି ଲୋକ ନିଜର ଗୋଡ଼ ବୁଡ଼ାଇ ପାଣିର ଆନନ୍ଦ ନିଅନ୍ତି ତ ଆଉ କିଛି ଲୋକ ପହଁରନ୍ତି ଏବଂ କିଛି ଲୋକ ଗାଧୋଇବା ସମୟରେ ବୁଡ଼ି ମଧ୍ୟ ଯାଆନ୍ତି। ବନ୍ଧୁ କହିବାର ଅର୍ଥ ସମୁଦ୍ରଟି ସମାନ ସମୟରେ କାହାକୁ ଆନନ୍ଦ ଦେଇଥାଏ ତ ଆଉ କାହା ଜୀବନରେ ଦୁଃଖର ଅନ୍ଧକାର ନେଇ ଆସେ। ଆମ ଜୀବନ ବି ସମୁଦ୍ର ଭଳି ହୋଇଥାଏ ବନ୍ଧୁ। ସେଥିରେ ଆମେ କ'ଣ ଖୋଜିବା ବା ପ୍ରାପ୍ତ କରିବା ତାହା ସମ୍ପୂର୍ଣ୍ଣ ରୂପେ ଆମ ଉପରେ ନିର୍ଭର କରେ। ମଣିଷ ବୁଡ଼ିଯାଏ ତ ସମୁଦ୍ରକୁ ଦୋଷ ଦିଏ, ହାରିଯାଏ ତ ଭାଗ୍ୟକୁ ଦୋଷ ଦିଏ, ନିଜେ ଠିକ୍ ସେ ଚାଲିପାରେ ନାହିଁ ଝୁଣ୍ଟି ପଡ଼ିଲେ ପଥରକୁ ଦୋଷ ଦିଏ। ଅନ୍ୟକୁ ଦୋଷ ଦେବା ଛାଡ଼ି ଦିଅନ୍ତୁ ବନ୍ଧୁ, କାରଣ ଆପଣ ଯେଉଁଭଳି ଦୃଷ୍ଟିରେ ଏ ଦୁନିଆକୁ ଦେଖିବେ ଏ ଦୁନିଆ ଆପଣଙ୍କୁ ସେଇଭଳି ହିଁ ଦେଖାଯିବ। ପ୍ରତ୍ୟେକ ଜିନିଷର ସୌନ୍ଦର୍ଯ୍ୟତା ଥାଏ, କିନ୍ତୁ ଦୁର୍ଭାଗ୍ୟ ମଣିଷ ନିଜ ଆଖିରେ ନକାରାତ୍ମକତାର ପଟି ଲଗାଇ ରଖିଥାଏ। ଯେପରି କୌଣସି କାମକୁ ନ କରିବା ପାଇଁ ମଣିଷ ସେ କାମର ହଜାରେ ଖରାପ ଗୁଣ ବାହାର କରେ, କିନ୍ତୁ ଯଦି କେହି ସେ କାମଟି କରିବାକୁ ଚାହେଁ ତେବେ ହଜାରେ ଖରାପ ଗୁଣ ଭିତରୁ ଗୋଟିଏ ମାତ୍ର ଭଲ ଗୁଣ ସେ ନିଶ୍ଚିତ ଖୋଜି ବାହାର କରେ ଏବଂ ସେ ଗୋଟିଏ କାରଣ ହିଁ ତା ପାଇଁ ଯଥେଷ୍ଟ ହୋଇଥାଏ ସେ କାମଟି କରିବା ପାଇଁ। ଭୁଲ ନିମ୍ବ ପତ୍ରର ନୁହେଁ ଯାହା ଆମକୁ ପିତା ଲାଗିଥାଏ, ଭୁଲ ତ ସେ ସ୍ୱାର୍ଥପର ଜୀବର ଯିଏ ଶରୀରର ଚିନ୍ତା ନ କରି କେବଳ ନିଜର ଆତ୍ମସନ୍ତୋଷ ପାଇଁ ମିଠାକୁ ପସନ୍ଦ କରିଥାଏ। ବନ୍ଧୁ ଖରାପ ଅଭ୍ୟାସକୁ ଯଦି ସମୟ ପୂର୍ବରୁ ନ ବଦଳାଯାଏ ତେବେ ଖରାପ ଅଭ୍ୟାସ ଆପଣଙ୍କର ସମୟ ହିଁ ବଦଳାଇ ଦେବ।